କାଳେ ହେଇ ଆଜ୍ଞା ଗୋଟେ ସୁନ୍ଦର ଭାବେ ସଂଘର୍ଷ କରୁଥିଲେ ଆଜ୍ଞା ୟୁଟ୍ୟୁବ ରେ ଲୋକପ୍ରିୟତାର ଶୀର୍ଷରେ ଥିଲେ ଆଜି ଯାତ୍ରାର ଗୋଟେ ଆଗ ଧାଡିର କମେଡିଆନ ଭାବେ ପରିଗଣିତ ଆଜ୍ଞା ଯାଜ୍ଞ ସେନୀ ଭଳି ଗୋଟେ ସୁନ୍ଦର ପାର୍ଟିରେ ଯୋଉ ପାର୍ଟିରେ ନା କେବେ କଣ୍ଟ୍ରୋଭର୍ସି ଅଛି ନା କେବେ ବିବାଦ ଅଛି ଗୋଟେ ଯୁବ ମାଲିକ କଣ୍ଟ୍ରୋଭର୍ସି ଅଛି ନା ବିବାଦ ଅଛି ସେଇଟା ତ ତା ସହିତ ଯୋଉ ନଙ୍ଗୁଳି ମଙ୍ଗୁଳିକୁ ଷ୍ଟେଜ କେବେ ଚଢି ଯାଇନି କେବେ ନଙ୍ଗୁଳି ମଙ୍ଗୁଳିକୁ ଷ୍ଟେଜ ଚଢି ଯାଇନି ମୁଁ କେବେ କାନ ଉଠିଲାଠୁ ଶୁଣିନି କି ଗୋଟେ ଯୋଉ ନଙ୍ଗୁଳି ମାନେ ଆସିକି ଯୋଉ ନଙ୍ଗୁଳି ଡ୍ୟାନ୍ସ ଏସବୁ ହେଇନି କେବେ ନିଶ୍ଚିତ ଭାବେ ଗୋଟେ ଭଲ ମାଲିକ ଯୁବ ମାଲିକ ଆଜ୍ଞା ଭାଇ ତ ଭାଇ ମାନେ ପୁରା ମତେ ଫିଲ୍ ହଉନି ଗୋଟେ ମାନେ ଯୋଉ ମାଲିକ ଯୋଉ କଣ ଆକ୍ଟର ମାଲିକ କର୍ମଚାରୀ ଏସବୁ ଫିଲ୍ ହଉନି ତାଙ୍କ ସହିତ ବହୁତ ବଢିଆ କେମିତି କଣ ଏଥର ବ୍ଲାଷ୍ଟ କରିବେ କାଳିଆ ଭାଇ ସେଇଟା ଦର୍ଶକ କହିବେ ମୁଁ ତ ମୋ କର୍ମ କରିବି ବାକି ଦର୍ଶକଙ୍କ ଉପରେ ଆଚ୍ଛା ଏଥରକ କୁଆଡେ ରେକର୍ଡ କରିବ ରୋବଟ ମଞ୍ଚ ଉପରେ ରୋବଟ ସହିତ ମୁଁ ରୋବଟ ଉପରେ ବସିକି ଅଛି ଏଥରକ ମୁଁ ବୁଲିବି ଆରଥର ଖାଲି ରୋବଟ ବୁଲୁଥିଲା ଏବେ ରୋବଟ ଉପରେ ମୁଁ ବସିବି ଷଣ୍ଢ ଉପରେ ଷଣ୍ଢ ବସିବ ଆଚ୍ଛା କଣ ଷଣ୍ଢ ଏଥର ଆଶା ରଖିଛନ୍ତି କେମିତି କଣ ଗୋଟେ ପ୍ରତିଯୋଗିତା ହଉଛି ବର୍ଷ 2026-27 ଗୋଟେ ନିଶ୍ଚିତ ଭାବେ ପ୍ରତିଯୋଗିତା ହବ ଏ ପ୍ରତିଯୋଗିତା କେମିତି ଓଭରକମ୍ କରିବା ଆଉ କେମିତି ମୁଁ କାହା ସହିତ କମ୍ପିଟିସନ କରିବିନି ମୁଁ ମୋ କାମ କରିବି ବାକି ଦର୍ଶକଙ୍କ ଭଲ ପାଇବା ମତେ ମିଳିବା ଦରକାର ଯଦି ମୋ ଭଲ କାମ ହେଇଥିବ ନିଶ୍ଚିନ୍ତ ତାଳିଟେ ମିଳିବ କାହିଁକିନା ଦର୍ଶକଙ୍କ ତାଳି ମୋ ପାଇଁ ଭାତ ଥାଳି ସେଇଟା ସମସ୍ତେ କୁହନ୍ତି ମୁଁ ବି କହୁଛି ୟୁଟ୍ୟୁବ ରୁ ଯାତ୍ରାର ଜର୍ଣ୍ଣି ଇଜି ଥିଲା ନା ୟୁଟ୍ୟୁବ ମୁଁ ସବୁଥିରେ ହାତ ମାରିଦେଇଛି ମାନେ ଯେତେବେଳେ ଜନ୍ମ 10th ସରିଗଲା +2 ପରେ ବାଲି ସିମେଣ୍ଟ କାମ କଲି ପ୍ଲମ୍ବର କାମ କଲି ସବୁ କଲି ସେପଟୁ 2 ପଇସା ମିଳିଲା ତାପରେ ସେ ଯୋଉ ପଇସା ପତ୍ର ହେଲା ମୁଁ ଓଟିଭି ଗୋଟେ ପ୍ରୋଗ୍ରାମ କଲି ଆଜ୍ଞା ମାଇଣ୍ଡ କଲି ଜାଣିଥିବେ ପ୍ରାଙ୍କ ଶୋ ତାପରେ ଗୁଲୁଆଙ୍କ ପାଖରେ କଲି ଗୁଲୁଆଙ୍କ ସହିତ ପରେ ସେଠୁ ଚାନ୍ସ ମିଳିଲା ଫିଲ୍ମ କଲି ଫିଲ୍ମରୁ ୟୁଟ୍ୟୁବ ନିଜର ଗୋଟେ ଚ୍ୟାନେଲ ଖୋଲି ଚଲେଇଲି ତା ବାଦେ ଆମେ ଯାତ୍ରା ଭଗବାନ କରନ୍ତୁ ଆଗକୁ ସବୁ କିଛି ହେଇଯାଏ ମାନେ ମୁଁ ମୋ ଦ୍ୱାରା ଯେତିକି ସମ୍ଭବ ଯେତିକି କଷ୍ଟ ଦେବା କଥା ମତେ ଦେଇଦିଅନ୍ତୁ ଆଚ୍ଛା କୁହାଯାଏ ସଂଘର୍ଷ ପରିଶ୍ରମ ଥିଲେ ସବୁ କିଛି ସଫଳତା ମିଳେ ଆଜ୍ଞା ଆପଣଙ୍କ ଅଧ୍ୟବସାୟ ଡେଡିକେସନ ଡିଟରମିନେସନ ଆଜି ପ୍ରକୃତ ହେଇଛି ବାସ୍ତବିକ କେମିତି କଣ ଆପଣ ସେ ଯୋଉ ଲୋକପ୍ରିୟତା ୟୁଟ୍ୟୁବ ରେ ପାଉଥିଲେ ସେ ଲୋକପ୍ରିୟତା ଆଜି ଲାଗୁଛି ଯାତ୍ରା ପାଇଛନ୍ତି ଆପଣ ଆହୁରି ପାଇବେ ମତେ ସମସ୍ତେ ମେସେଜରେ ଦିଅନ୍ତି ମାନେ ଯୋଉମାନେ ମତେ ଫଲୋ କରିଛନ୍ତି ଯୋଉମାନଙ୍କ ସହିତ ମୁଁ ନୂଆ ନୂଆ କଥା ହୁଏ ସେମାନେ କହିବେ ଭାଇ କଂଗ୍ରାଚୁଲେସନ୍ସ ଆଉ ଆମେ ନିଶ୍ଚିନ୍ତ ଆମ ଗାଁକୁ ଆସିଲେ ଆମେ ଦେଖିବୁ ଆଉ ଆମେ ତମକୁ ଦେଖିବୁ ସବୁ ବହୁତ ବଢିଆ ଆପ୍ରିସିଏସନ ମିଳିଛି ବିନା ଗୁରୁର ଶିକ୍ଷା ନାହିଁ ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାର ଜ୍ଞାନ ଆଲୋକ ପ୍ରଦାନ କରେ କାହାକୁ ଗୁରୁ ଭାବେ ଭାବନ୍ତି ଯାତ୍ରା ଜଗତରେ ଯାତ୍ରା ଜଗତରେ ସମସ୍ତେ ମୋ ଗୁରୁ ସମସ୍ତେ ମୋ ଗୁରୁ ମୁଁ ସମସ୍ତଙ୍କଠୁ ଗୋଟେ ପିମ୍ପୁଡ଼ିଠୁ ମୁଁ ଗୋଟେ ସବୁ ଜିନିଷ ଶିଖେ କାହିଁକିନା ପିମ୍ପୁଡ଼ି ବି ତା ପାଇଁ ଖାଦ୍ୟ ସଂଗ୍ରହ କରେ ଆଉ ସେ କେତେ ମାଇଣ୍ଡ ଖେଳେକି କୋଉଠୁ ଖାଦ୍ୟ ପଡୁଛି ଯାତ୍ରା ଜଗତରେ ଭଲ ଲାଗେ ମଣିଭଦ୍ର ବିଶ୍ୱାଳ ଥିଲେ ରବି ଶତପଥୀ ଥିଲେ ଦୟା ଥିଲେ ସବୁ ଅଛନ୍ତି ମତେ ଭଲ ଲାଗେ ଯୋଉ ଆମର କୈଳାସ ବେହେରା କୈଳାସ ବେହେରା ସାର୍ ତାଙ୍କର ତାପରେ ଦୟାନା କମେଡି ସେ ବଢିଆ କରନ୍ତି ଭିକାରୀ ସମସ୍ତେ ଭଲ ଭଲ କମେଡି କରନ୍ତି ଆମର ସେ ଯୋଉ ଟୁଲୁ ବୋଲି ଗୋଟେ ପିଲାଟେ କରୁଛି ସିଏ ବଢିଆ କରେ ସମସ୍ତଙ୍କୁ ବଢିଆ କରେ ମୁଁ ସମସ୍ତଙ୍କର ଆମ ଏରିଆରେ ଯେତେବେଳେ ଯାତ୍ରା ପଡେ ମୁଁ ସମସ୍ତଙ୍କର ଯାଇ ଦେଖିବାକୁ ଆଉ ମୁଁ ଯାତ୍ରା ଲଭର ଗୋଟେ ବହୁତ ବଡ ଯାତ୍ରା ଲଭର ଆପଣ ଚାହିଁଥିଲେ ଅଲଗା ଅନ୍ୟ କ୍ୟାରେକ୍ଟର ବାଛି ପାରିଥାନ୍ତେ କମେଡି କାହିଁ ବାଛିଲେ ଗୋଟେ ମୁଁ କମେଡି ମୁଁ ତ ବର୍ନ ହେଇଛି କମେଡି ପାଇଁ ଆଉ କମେଡି ତ ମୋର ଶିରା ପ୍ରଶିରାରେ ଖାଲି ପରିସ୍ରାରେ ଶିରା ପରିସ୍ରାରେ ଖାଲି ମୋର କମେଡି ଆଉ ମୁଁ ପିଲାବେଳେ ବି କମେଡି ପଢୁଛି ମୋର ଲାଗୁଛି ଗୋଟେ ଆତ୍ମସନ୍ତୋଷ ମିଳିଛି ସେଲ୍ଫ ସାଟିସ୍ଫାକ୍ସନ ମିଳିଛି ହଁ ମୁଁ କମେଡିରେ ବହୁତ ସାଟିସ୍ଫାକ୍ସନ ମତେ କିଛି ଆଉ ମତେ ଯଦି ମିଳିବ କ୍ୟାରେକ୍ଟର ମୁଁ କରିପାରିବି ହିରୋ ତମେ କହିଲ ଭାଇ ଯାହା ହଉ ଯଦି ମତେ ଭାଇ ଆମର ମାଲିକ କରିବେ ଯଦି ଜାଗେ ସିନା ମତେ ଯଦି ହିରୋ ଭଳିଆ କଲେ ତାହେଲେ ତ ମୁଁ ପୁରା ହିରୋ ତାହେଲେ ହିରୋ ମାନେ ସବୁ ଘରେ ବସିବେ ନିଜକୁ ଏତେ କାହିଁ ଆପଣଙ୍କର ରଙ୍ଗ କେବେ ମ୍ୟାଟର କରେ ନା ରଙ୍ଗ ତ ମ୍ୟାଟର କ୍ୱାଲିଟି ଥାଏ ମୁଁ ଯୋଉ ହିରୋ ମୁଁ ଯୋଉ ଗୋଟେ ହାଇଟ୍ ମୋର 5 ଫୁଟ 4 ଇଞ୍ଚ ମୋ ପାଇଁ ଗୋଟେ ହିରୋଇନ ଦରକାର ନା ସେଇଭଳିଆ ଆଉ ହିରୋଇନ ଏଡିଟ ହେଇଥିବ ଗୋଟେ ଲୋକ ଯାତ୍ରା ଯେତେବେଳେ ଯାତ୍ରା ଦେଖୁଥିବ ହିରୋଇନ ଦେଖାଉନଥିବ ହିରୋ ଦେଖାଉନଥିବ ତ ଆମେ ଯେତିକି ଦେଖାଯିବ ସେତିକି କଣ କଣ ସବୁ ଏଥର ବହି ଅଛି ଆଉ କେମିତି କଣ ଚ୍ୟାଲେଞ୍ଜ ସୃଷ୍ଟି କରିବ 2024-27 ରେ ବଢିଆ ବଢିଆ ନାଟକ ଅଛି ମହାପୁରୁଷ ଅଛି କାଳିଆର ଡୋରି ଲାଗିଛି ସନାତନୀ ଯୋଉଟା କି ପୁରା ନା କରିବ ମତେ ଲାଗୁଛି କାହିଁକିନା ସେଠି ଯୋଉ ଜିନିଷଟା ସବୁ ଅଛି ମୁଁ ଷ୍ଟୋରି ଶୁଣିଲି ପୁରା ଆମର ଯେ ଭିଲିଆନ ସନ୍ଦୀପ ତାଙ୍କୁ କହିବି ହେଲମେଟ ଲଗେଇକି ଯାଅ ନହେଲେ କୋଉଠୁ ବୋତଲ ମାଡ଼ ଟେକା ମାଡ଼ ଖାଇଯିବ ଅସୁବିଧା ଦେହରେ ବାଜିଲେ ଚଳିବ ଆବୁ ହେଇଯିବ କିନ୍ତୁ ଯଦି ମୁଣ୍ଡରେ ବାଜିବ ତମେ ଡାଇରେକ୍ଟ କୋମାକୁ ଆରେ ଆଜି କଣ ନାଚ ହବନି
ସଦି ଭାଇ କୁମାର ଅଛନ୍ତି କାଲି ଦର୍ଶକ ମୁଣ୍ଡକୁ ମାରିକି ପଠେଇ ଦେଇଛନ୍ତି। ଲରେନ୍ସ ବେହେରା ମଧ୍ୟ ଅଛନ୍ତି। ଆଜ୍ଞା ତ ନିଶ୍ଚିତ ଭାବେ ଗୋଟେ ବଡ ଛୁଙ୍କ ମିଳିବ। ଆଜ୍ଞା 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 ନିଶ୍ଚିତ ଭାବରେ ଆପଣଙ୍କ ପ୍ରିୟ ଦର୍ଶକ ମାନଙ୍କୁ କଣ କହିବେ? ନିଶ୍ଚିନ୍ତ ଭାବରେ ସମସ୍ତଙ୍କୁ କହିବି ଆପଣଙ୍କ ଏରିଆରେ ଯେତେବେଳେ ସନାତନ ନାଟକ ପଡିବ ନିଶ୍ଚିନ୍ତ ଭାବରେ ଆସିବେ ଦେଖିବାକୁ। ଖାଲି ସନାତନ ନୁହଁ କାଳିଆର ଡୋରି ଲାଗିଛି ମହାପୁରୁଷ ଆଉ ଗୋଟେ ନାଟକ ଭୂତ ମାନେ ମିତ ବସିଛି ମୁଁ ଭୂତ ନାଇଁ ନାଇଁ ମିତ ବସିଛି ଭୂତ ସିଂହ ଭାବ ଲଗେଇ ଭାବ ଲଗେଇଛି ଭୂତ ସାଙ୍ଗରେ ମତେ ଲାଗୁଛି ଭୂତ ବୋଧେ ମୁଁ ହେବି ସେଥିରେ।